ରାମ ନାରାୟଣ ରାମ। ବ୍ୟବସାୟୀ ନିଜ ଦୋକାନର ପ୍ରତ୍ୟେକଟି ଜିନିଷକୁ ଶୋକେସ୍ରେ ସଜାଇ ରଖନ୍ତି। ଆମେ ଶୋକେସ୍କୁ ଦେଖି ଯେଉଁ ଜିନିଷ ଚାହିଁଛୁ ତାହା ମାଗୁଛୁ। ସଠିକ୍ ସେହିପରି ଭାବେ ବିଶ୍ୱ ପ୍ରକୃତି ମଧ୍ୟ କାଶ୍ମୀର, ଦାର୍ଜିଲିଂ, ଜଙ୍ଗଲ, ମରୁଭୂମି ଓ ଅନ୍ୟାନ୍ୟକୁ ମଧ୍ୟ ଥୋଡ଼ା ଥୋଡ଼ା ହୋଇ ସଜାଇଛି। ଏହା ବିଶ୍ୱର ଏକ ନମୁନା ଅଟ। ଆମର ଶରୀର ମଧ୍ୟ ଏହିପରି ଅଟ। ଆମେ ଦୁଃଖଠାରୁ ବେଶୀ ସୁଖ ନେଇ ଚିନ୍ତା କରୁଛୁ। ଶରୀର ମଧ୍ୟରେ ମହାଶାନ୍ତିର କଥା ପ୍ରକାଶିତ ହେଉଛି। ଯଦି ଅଳ୍ପ ଆନନ୍ଦ ଅଛି ତେବେ ମହାନନ୍ଦ ମଧ୍ୟ ଅଛି। ଥୋଡ଼ା ଥୋଡ଼ା ଆନନ୍ଦ ଦ୍ୱାରା ଏହି ପୃଥିବୀ ତିଆରି ହୋଇଛି। ସେହି ପୃଥିବୀର ବାଲିକଣା ମଧ୍ୟ କହେଉଛନ୍ତି ଆମେ ମହାନନ୍ଦରେ ଅଛୁ। ବିଭୋର ହୋଇ ତନ୍ମୟ ହୋଇଯାଇଛୁ। ସେଠାର ପ୍ରକୃତି ମଧ୍ୟ ପୂର୍ଣ୍ଣ ତୃପ୍ତ ଅଛି। ଯେଉଁମାନେ ସେହି ପୃଥିବୀରେ ବସୁଛନ୍ତି ସେମାନେ ବିଶ୍ୱର ମହାତୃପ୍ତିର ଭଣ୍ଡାର ସାଙ୍ଗେ ଅଛନ୍ତି। ଯାହାକୁ କୁଣ୍ଡଳିନୀ ବୋଲି କୁହାଯାଏ ତାହାର ଧାରାକୁ ଚିଦାନନ୍ଦ ବୋଲି ଅନୁଭବ କରି ସେଥିରେ ବିଭୋର ହୋଇଯାଆନ୍ତି। ମହାନନ୍ଦ ମଧ୍ୟରେ ମୂଳାଧାରର କୁଣ୍ଡଳିନୀ ଲହରୀ ମଧ୍ୟରେ ଝୁଲୁଛନ୍ତି। ସେମାନେ ତୃପ୍ତ ତ ଅଟେ ଏବଂ ଅଧିକ ତୃପ୍ତିରେ ବି ଡୁବି ଯାଉଛନ୍ତି। ସେମାନଙ୍କର ପୃଥିବୀ ଏହିପରି ଭାବେ ଗଢ଼ାଯାଇଛି।